ଆଜି ଆମର ଏ ବାବୁ ଯାଇ ଏକାଥରେ ଶ୍ରାବଣ ମାସ ସରିଥିଲା ବୋଲି 1 କିଲୋ ଚିଙ୍ଗୁଡ଼ି ଧରି ପଳେଇ ଆସିଲେ। ମୁଁ ତା ପାଇଁ ମସଲା ମସଲି ବଟାବଟି କରିଦେଲି, ଆଉ ତାଙ୍କୁ ଚିଙ୍ଗୁଡ଼ି ବାଛିବାକୁ ବସେଇଦେଲି। ସେ ତାଙ୍କର ବସି ଚିଙ୍ଗୁଡ଼ି ବାଛିଲେ, ମୁଁ ତା ଭିତରେ ମସଲା ହରିଆ ସବୁ ରେଡ଼ି କରିଦେଲି। ରେଡ଼ି ସରିଲା ପରେ ବି ତାଙ୍କ ଚିଙ୍ଗୁଡ଼ି ବଛା ସରିନଥିଲା। ତାପରେ ବି ଆହୁରି କେତେ ସମୟ ପରେ ବଛା ସରିଲା। ତାକୁ ମୁଁ ସବୁ ଭଲକିନା ଧୋଇଦେଲି, ସଫା କରିଦେଲି। ଭଲକିନା ଧୋଇକିନା ସଫା କରିଦେଲି। ସଫା କଲା ପରେ ଚିଙ୍ଗୁଡ଼ିକି ଭାଜିବାକୁ ନେଇଗଲି। କଡ଼େଇ ବସେଇଦେଲି ଗ୍ୟାସ୍ରେ, ସେଥିରେ ଟିକେ ସୋରିଷ ତେଲ ଦେଇଦେଲି। ଚିଙ୍ଗୁଡ଼ିକି ପକାଇଦେଲି, ସେଥିରେ ହଳଦୀ ଟିକେ ଲୁଣ ଟିକେ ପକାଇ ଭାଜିଦେଲି ଚିଙ୍ଗୁଡ଼ିଟାକୁ। ଭାଜି ସାରିଲା ପରେ ସେ ଚିଙ୍ଗୁଡ଼ିରୁ ଏତେ ଏକା ପାଣି ବାହାରିଲା ଯେ ମୁଁ କହିଲି ଚିଙ୍ଗୁଡ଼ିରୁ କ'ଣ ଏତେ ପାଣି ବାହାରୁଛି। ଆଉ ଆମ ବାବୁ କହିଲେ କି ଆଉ ତୁ ବୋଧେ ଚିଙ୍ଗୁଡ଼ିକୁ ପାଣି ସହ ପକାଇ ଦେଇଛୁ, ସେଥିପାଇଁ ଚିଙ୍ଗୁଡ଼ିରୁ ଏତେ ପାଣି ବାହାରୁଛି। କାହିଁ ତ ଚିଙ୍ଗୁଡ଼ିରୁ କେବେ ପାଣି ବାହାରେନି। ମୁଁ କହିଲି ମୁଁ ବି ଜାଣିପାରୁନି, ମୁଁ ବି କନଫ୍ୟୁଜ୍ ହେଇଗଲି, ସତରେ ମୁଁ ପକାଇ ଦେଇଛି ବୋଧେ ପାଣି ସହିତ। ତାପରେ କିଛି ସମୟ ପରେ ପାଣି ତକ ମରିଗଲା। ଚିଙ୍ଗୁଡ଼ି ଭଜା ପୁରା ଭଲକିନା ରେଡ଼ି ହେଇଗଲା। ଚିଙ୍ଗୁଡ଼ି ଭଜାକୁ କାଢ଼ିଦେଲି। କାଢ଼ିଲା ପରେ ତାପରେ ଚିଙ୍ଗୁଡ଼ି ଭଜା କାଢ଼ିଲା ପରେ ତାପରେ ଆଉ ଥରେ ତେଲ ପକାଇକି ସୋରିଷ ତେଲ ପକାଇ ମସଲା କଷିବାକୁ ଲାଗିଲି। ମସଲା କଷି ହେଇଗଲା ପରେ ତା ଦେହରେ ଚିଙ୍ଗୁଡ଼ିକି ପକାଇଦେଲି। ଚିଙ୍ଗୁଡ଼ିକି ପକାଇ ଦେଲା ପରେ ଚିଙ୍ଗୁଡ଼ିକି ବି ପକାଇ ସାରିଲେ ଟିକେ କଷିଲି। କଷି ହେଲା ପରେ ସେଥିରେ ପାଣି ଦେଇଦେଲି। ପାଣି ଦେଲା ପରେ କିଛି ସମୟ ଛାଡ଼ିଦେଲି, ସେ ଫୁଟିଲା। ଫୁଟିକି ଟିକେ ଗ୍ରେଭିଟା ଟିକେ ମୋଟା ହେଇଗଲା ପରେ ତରକାରୀ ହେଇଗଲା। ସେଇଠୁ ତାପରେ ମୁଁ ଗ୍ୟାସ୍କୁ ବନ୍ଦ କରିଦେଲି। ତା ଦେହରେ ଧନିଆ ପତ୍ର ଟିକେ ପକାଇଦେଲୁ। ତାପରେ ଗ୍ୟାସ୍ଟାକୁ ବନ୍ଦ କରିଦେଲୁ। ତାପରେ ଇଏ ଆମର କହିଲେ କି ତୁ ଜଲ୍ଦି ଜଲ୍ଦି ବାଢ଼ିଲୁ, ତରକାରୀ ହେଇଗଲାଣି, ମୋତେ ବହୁତ ଜୋରରେ ଭୋକ ଲାଗିଲାଣି। ସେଇଠୁ ମୁଁ କହିଲି ରୁହ ବାଢ଼ୁଛି ତୁମ ପାଇଁ। ତାଙ୍କ ପାଇଁ ଖାଇବାକୁ ବାଢ଼ିଦେଲି। ତାଙ୍କ ପାଇଁ ଖାଇବାକୁ ବାଢ଼ି ସାରିଲା ପରେ ମୁଁ ତାଙ୍କୁ ପଚାରିଲି ଆଉ ତରକାରୀ କେମିତି ହେଇଛି। ସେ କହିଲେ କି ବହୁତ ବଢ଼ିଆ ହେଇଛି, ପୁରା ଟେଷ୍ଟି।